ଆରେ ଏଇଟା ଗୋଟିଏ କଥା ଏନେ ସେନାପତି ବାବୁ ପ୍ରଣାମ କଲେ ଗୋମାସ୍ତା ଜଟପାତ୍ର ଆଜ୍ଞା ଏ ଅବେଳରେ ଥରେ ଇଏ ଅବେଳ ତ ଜଟ ଡାକିଲେ କଣ କହିବାକୁ ଚାହୁଁଛ ଆହା କୁବିରାସି ମଝି ନଈରେ ପହଞ୍ଚି ଗଲାଣି ଏ ଯାହା କହିବାର ଅଛି ସିଧା ସିଧା କୁହ ସିଧା କହିବି ତ ବଳିଷ୍ଠ ବିରହ ଶୁଣ ମୋହର ଗିରା ବଳିଷ୍ଠ ବିରହ ହାତ ଛଡ଼ା ହେବ ହାତ ଛଡ଼ା ହେବ ହାତ ଛଡ଼ା ହେବ ହେ ହାତ ଛଡ଼ା ହେବ ହାତ ଛଡ଼ା ହେବ ସୁଯୋଗ ତୋର ବଳିଷ୍ଠ ବିରହ ଏ ଶୁଣ ମୋହର ଗିରା ଶୁଣ ମୋହର ଗିରା ବଳିଷ୍ଠ ବିରହ ହଁ ତୁମର ନା ଏ ଜଟ ଆରେ ମୁଁ କିଏ ଆପଣ ଯଦି ରାଜ୍ୟର ସେନା ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟର ସେନାପତି ଏ ରାଜ୍ୟଟା ହେଉଛି ମୋର ହାତ ମୁଠା ଆଉ କଣ ମୋର ହାତ ଛଡା ହେବ ଆରେ ଏତେ ବଡ଼ ବୀର ହୋଇନ ରାଜ୍ୟରେ କେତେ ଦିନ ଖଟୁଥିବ ଚାକର ରାଜା ଜୀବନ ଥିବା ପର୍ଯ୍ୟନ୍ତ କୌଶଳ ପ୍ରୟୋଗ କରିନ ସୁଯୋଗ ରାଜ ସିଂହାସନ ଛଡ଼ା ଜଟ ଡମ୍ବରୁ ଅଣ୍ଡନ୍ତି ଆହେ ସେନାପତି ଡମ୍ବରୁ ଅଣ୍ଡନ୍ତି ଆହେ ସେନାପତି କାଶୀ ରାଜ୍ୟ ରାଜା ଏଥର ବଳିଷ୍ଠ ବୀର ଏ ଶୁଣ କାନେ ଶୁଣ ନାକେ ଶୁଣ ମୋହର ଗିର ଶୁଣ ମୋହର ଗିର ବଳିଷ୍ଠ ବୀର ନା ତୁମର ନା କଣ କହିଲୁ ଆଜ୍ଞା ନାଇଁ କଣ କହିଲୁ ଶୁଣି ପାରିଲି ନାହିଁ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି କାହିଁକି ନାହିଁ ରାଜା ହେଉଛନ୍ତି ମୋ ପାଇଁ ଭଗବାନ ଆହାରେ ରାଜା ହେଉଛନ୍ତି ଆମ୍ଭର ଅନ୍ନଦାତା ସତେ ଆରେ ଯାହାର ଅନ୍ନରେ ଆମ୍ଭେ ମାନେ ସମସ୍ତ ଅନୁପ୍ରାଣିତ ତାଙ୍କରି ବିରୁଦ୍ଧରେ ଯାଇ ଏ ରାଜ ସିଂହାସନ ଛଡେଇ ଏ ରାଜ୍ୟର ରାଜା ମୁଁ ହେବି ରାଜାଙ୍କ ବିରୁଦ୍ଧରେ ଯଦି ଶଳା ପଦୁଟେ କହିବୁ ମାରଣ ତ ଜିଭଟାକୁ ଟାଣି ଆଣିବେ ମୋ ଜୀବକୁ ସିନା ଟାଣି ଆଣିବେ ଏପଟେ ରାଜା ମନ୍ତ୍ରୀଟା ସମ୍ମୁତି ହେଲେଣି ସମ୍ମୁତି ଭଲ ହେଇଛି କଣ ଭଲ ଯାହା ହେଇଛି ଠିକ ହେଇଛି ଆରେ କଣ ଠିକ ଅଛି ବିଚରା ମନ୍ତ୍ରୀର ସ୍ତ୍ରୀଟା ମରିଗଲା ନିଜ ସ୍ତ୍ରୀ ଏ ଜଟ ଛାତିଟା ଫାଟି ଫାଟିବ କେମିତି ଛାତିଟା ଫାଟିବନି ଫାଟିବ ଯେତେ ଚାହିଁଲେ ବି ସେ ହେଉଛି ଆମ ସହକର୍ମୀ ନୁହଁ ସରୁ ଭାଇ ଗୁରୁ ଭାଇ ସେ କଳା ଛୁଆଟାକୁ ସେ ମନ୍ତ୍ରୀଟା ଲାଳନ ପାଳନ କରିବ ନା ରାଜକାର୍ଯ୍ୟ କରିବ ଆରେ ରାଜକାର୍ଯ୍ୟ କରିବ ନା ସେ ଛୁଆଟାର ଲାଳନ ପାଳନ କରିବ ରାଜା ଯାହା ନିଷ୍ପତ୍ତି ନେଇଛନ୍ତି ଠିକ ନିଷ୍ପତ୍ତି ନେଇଛନ୍ତି ରାଜା ଝିଅଟା ମନ୍ତ୍ରୀ ପୁଅଟା ବଡ ହେଲା ପରେ ବାହାଘର ହବ ବାହାଘର ଆଉ ସେ ବାହାଘରେ ଆମେ ଯାଇକି ସମସ୍ତେ ଡ୍ୟାନ୍ସ କରିବୁ ଏ ଜଟ ଆରେ ରାଜା ଘର ଭୋଜିରେ ଭୋଜି ଖାଇବ ଭୋଜି ଖାଇବେ କେତେବେଳେ ଆଜ୍ଞା ଏଇନେ ମହାମନ୍ତ୍ରୀ ରାଜାଙ୍କୁ କହୁଥିଲା କଣ କହୁଥିଲା ଆମର ଆଉ ଏଇ ସେନାପତି ଦରକାର ନାହିଁ ଆମ ସେନାପତିର ବାଜ୍ୟ ଲୋକ ଆମ ସେନାପତି ଧୋକାବାଜ ଆମ ସେନାପତି ଚରିତ୍ରହୀନ ଆମ ସେନାପତି ମାଇଚିଆ ଆମ ସେନାପତି କୁକୁର ଆମ ସେନାପତି ନପୁରୁଷକ ଆମ ସେନାପତି ଗୋଟେ ମଦୁଆ ଆମ ସେନାପତି ମାତାଳି କୁହ ସେନାପତି କୁହ ଏତେ କଥା ଶୁଣି ସାରିଲା ପରେ ରାଜ୍ୟ ରାଜା ହେବ ନା ସବୁଦିନ ପାଇଁ ଭିକାରୀ ହେବ ହଁ ତୁମେ ନପୁରୁଷକ ସମାଜ ମନ୍ତ୍ରୀଟା ରାଜାର ସମୁଦ୍ର ହେଇଗଲା ବୋଲି ମୁଣ୍ଡାରେ ବାର କଥା କହିବ ମତେ ଭିକ୍ଷା ଥାଳ ଧରେଇବ ମାରି ଦେ ବାସ୍ ଏ ଜଟ ଆଜ୍ଞା
ସେ ଅସଳ କିଳାଟା ହେଉଛି ସେ ମନ୍ତ୍ରୀର କଳା ଛୁଆଟା। ଆଉ ସେ ଛୁଆଟାକୁ ଯଦି ମାରିଦେବି ସବୁ ସମସ୍ୟାର ଅନ୍ତ ଘଟିବ। ଜଟ ଥିବ ବାଉଁଶ ବଇସି ଆବଶ୍ୟକ ପଡ଼ିଲେ ସେ ମନ୍ତ୍ରୀଟାକୁ ବି ଛାଡ଼ିବି। ଆଉ ମନ୍ତ୍ରୀ କଥାରେ ଯଦି ସେ ରାଜାଟା ଯଦି ବସୁଟ ହୁଏ ଛାଡ଼ିବିନି। ମାରଣ ମାରିଦେ ଏ ବହି ଯାଉଥିବା ପବନର ବି କାନ ଅଛି। ଯେମିତି ଏ କଥାଟା ଆପଣ ଆଉ ମୋ ବ୍ୟତୀତ କେହି ନ ଜାଣିପାରୁ। ଏ କଥାଟା ତୋ ମୋ ବ୍ୟତୀତ କେହି ଜାଣି। ଆଜ୍ଞା ଚାଲ ଚାଲ ତ ଯା। ମନ୍ତ୍ରୀଟା ତା ଛୁଆକୁ ନେଇ କୁଆଡ଼େ ଯାଇଛି। କୁଆଡ଼େ କଣ ଚାଲ ଆଜ୍ଞା କିଏ ଗୋଟେ ଦୌଡ଼ିକି ଚାଲିଗଲା। ଆଜ୍ଞା ରାବତୀ ଜଣଙ୍କ କଥାକୁ ଶୁଣି ଦେଇଛି। ଏ କଥା ଯାଇକି ରାଜାକୁ କହିଦେଲେ ସରିଗଲା। ଦୌଡ଼ିକି ଗଲାଣି ଏପଟେ। ମାରା ସିଏ ଯିଏ ହଉନା କାହିଁକି ମାରିଦେ। ଆଜ୍ଞା ଆମ୍ଭ କଥା ଶୁଣିଛି ମାନେ ନିଶ୍ଚୟ ରାଜା ନିକଟକୁ ଦୌଡ଼ିକି ଗଲାଣି। ଶୁଣ ରାଜା ନିକଟକୁ ପହଞ୍ଚିବା ପୂର୍ବରୁ ମାରଣ ଚାଲ ତ ଦେଖିବା କୌଶଳଟା ଆମ୍ଭ କଥା ଚାଲ ଚାଲ। ଆରମ୍ଭ ହେଲା ସେଇ ଦ୍ୱାପର ଯୁଗ ମହାଭାରତର ପ୍ରଥମ ଅଧ୍ୟାୟଟା। ସେତିକି ବେଳେ ଦୁର୍ଯ୍ୟୋଧନକୁ ରାଜା କରିବା ପାଇଁ ଶକୁନିଟା ପୋଷା କାଟି ଫେଙ୍ଗିକି ରାଜା କରେଇଥିଲା। କିନ୍ତୁ ଏ କଳିଯୁଗରେ ଏଇ କଳିଯୁଗରେ ତ ମୋ ହାତରେ ପୋଷା କାଟି ନାହିଁ। କେମିତି ଏଇ ସେନାପତିକୁ ରାଜା କରେଇବି? ଜଟ ପାତ୍ର ମୁଁ ଜଟ ପାତ୍ର ଭଲରେ ଥିଲେ ବେଳପତ୍ର ଆଉ ରାଗି ଗଲେ ପୁରା ଛିନ୍ନ। ଆରେ ଚଲ ଚଲ ଏଇ ମନେ ପଡ଼ିଯାଏ ସେଇ ଅତୀତର କଥା। ଏଇ କାଶୀ ରାଜ୍ୟର ରାଜା ଯେତେବେଳେ ମୋ ଭଉଣୀକୁ ଭଲ ପାଇ ବସିଲ, ଆରେ ମୁଁ ତ ଖୁସିରେ ପାଗଳ ହେଇଯାଇଥିଲି। ସାମାନ୍ୟ ଚାକରର ଭଉଣୀ ପୁରୀ ରାଜାଙ୍କର ବୋହୂ ହବ। ରାଜା ହସ୍ତରୁ ଶଙ୍ଖା ପିନ୍ଧିବ, ମଥାରେ ସିନ୍ଦୁର ନବ। କିନ୍ତୁ ସର୍ବଶେଷ ରାଜାଟା ଅନ୍ୟ କାହାକୁ ବାହା ହେଇ ପଡ଼ିଲା। ଆରେ ସେଇ କଥା ଶୁଣିକି ମୋ ଭଉଣୀଟା ଆତ୍ମହତ୍ୟା କରିଦେଲା। ମୋ ଭଉଣୀ ସିନା ଆତ୍ମହତ୍ୟା କରିଦେଲା, କିନ୍ତୁ ଏଟା ଜଟ ଭାଇଟା ବଞ୍ଚିଛି। ଛାଡ଼ିବିନି ବେ। ରାଜବଂଶଟାକୁ ସମୂଳ ଧ୍ୱଂସ କରିଦେବି। ଧ୍ୱଂସ ଏ ସୂର୍ଯ୍ୟଚନ୍ଦ୍ର ଦଶଦିଗ ପାଳ। ଆଜି ଜଟପାତ୍ର ଶପଥ କରିକି କହୁଛି, ରାଜବଂଶଟାକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ କେବେ ବି ମୁଁ ଶାନ୍ତିରେ ନିଶ୍ୱାସ ମାରି ପାରିବି ନାହିଁ। ଜଟପାତ୍ର ମୁଁ ଜଟପାତ୍ର ଭଲରେ ଥିଲେ ବେଲପତ୍ର ଆଉ ରାଗି ଗଲେ ପୁରା ଛିନ୍ନ ଛାତ୍ର।